ॐ नमो भगवते वासुदेवाय। दर्शक बंधु आपण मानंकु मोर स्वागत। आज आपण मानंकु मु सुनाइबी श्रीमद् भागवतरे चतुर्थ स्कंद 30 अध्याय। जदि चैनल टी को सब्सक्राइब करि नाहंती ताहले सब्सक्राइब करिनेबे, बेल आइकन टी को प्रेस करिनेबे, कारण जेकोसी वीडियो मु अपलोड करिबी आपण मानंकु नोटिफिकेशन आसीजिवो। एथि मध्यरु आपण माने बहुत किछि जानिबा तथ्य पाई परिबे। चलंतु आरंभ करिबा। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। निगमकल्पतरुगलितं फलं सुखमुखाद्मृतद्रव संयुतं पिबत भागवतं रसमालयं मुहुरः रसिका भुवि भावुकः। 30 अध्याय। विदुर उवाच तदन्ते पचारे विदुर शुण मैत्रेय मुनिवर। तुम्भे जे कहिथिल पूर्वे तपे प्रचेता भाई सर्वे। हरि भजिबे एक भावे सेमाने रुद्र गीता स्तवे। कह से देव गुरु ईश ताहांकु साध्य हेला किस। से सर्वे बड़ भाग्यवंत देखिले उमा देवी कांत। से तांकु रुद्र गीता देले से तो ही जग सिद्ध कले। हरिंकु पाइबे कि मन्ते यह काल रे किबा अन्ते। एक कथा कह मुनिवर ताहा श्रवणे इच्छा मोर। मैत्रेय उवाच शुण विदुर सुचेतन तदन्ते जे बण विधान। से गीता वाक्य होई तोष तपसाधिले भाई दश। बाटरे भेटिले ईशान से तांकु देले दिव्य ज्ञान। से दीक्षा पाई 10 भाई समुद्रे प्रवेशिले जाई। बुलिण समुद्र मध्यरे तपस्या कले निराधारे। अयुत संवत्सर जाए से तप कले एक ठाए। तदन्ते देव नारायण दर्शन देले तत्क्षण। हरिंक कांति शोभा कला ता देखी तांक दुख गला। खगेन्द्र पृष्ठे दिव्य अंगे जन्हे जीमूत मेरु शृंगे। पीतवसन परिधाने जन्हे तड़ित नवघने। अति सुंदर सुभूषण सुग्रीव कंठे मणिगण। रत्न समूहे शुद्ध कांति जदिगे तिमिर नासंती। शोभने नाही पटांतर चारु सुंदर मनोहर। मकर कुंडल श्रवणे
ରଞ୍ଜିତ ନାନା ମଣି ଗଣେ କଞ୍ଜବଦନ ସଭା କରେ କୋଟି ଅନଙ୍ଗ ଦର୍ପ ହରେ ଅଷ୍ଟ ଆୟୁଧ ସଙ୍ଗେ ଛନ୍ତି ସେବକ ସେବନ କରନ୍ତି ଦେବ ସମୂହେ ମୁନି ଜନେ ସେବନ୍ତି ନିଗମ ବଚନେ ତାହାଙ୍କୁ ଦେଖି ଦଶ ଭାଇ ନମିଲେ ଦଣ୍ଡ ପ୍ରାୟ ହୋଇ ସନ୍ତ ସେ ତାଙ୍କୁ ଦାମୋଦର କହନ୍ତି ବଚନ ମଧୁର ଶ୍ରୀ ଭଗବାନ ବାଚ ଶୁଣ ହେ ନୃପତି ନନ୍ଦନ ହଇଲୁ ତୁମ୍ଭରେ ପ୍ରସନ୍ନ ଯେଣୁ କଠୋର ତପ କଲ ଏବେ ହୋଇବ ତୁମ୍ଭେ ଭଲ ହେ ପୁତ୍ରେ ବର ମାଗ ଦେବା ଯେଣୁ ଆମ୍ଭରେ କଲ ସେବା ଏକତ୍ୱ ଭାବେ ଦଶ ଭାଇ କାହାରି ଭେଦା ଭେଦ ନାହିଁ ସମାନ ଧର୍ମ ସମଶୀଳ ଏଣୁ ଆମ୍ଭରେ ଜଗ କଲ ତୁମ୍ଭର ଶୁଣି କୀର୍ତ୍ତି ଯଶ ଶ୍ରବଣେ କଳୁଷ ବିନାଶ ଯେନର ଶଯ୍ୟାରୁ ଉଠିଣ ତୁମ୍ଭରେ କରିବ ଶ୍ରବଣ ନହିବ ତାଙ୍କ ଭାଇ ଭେଦ ସେମାନେ ନ ପାଇବେ ଖେଦ ସକଳ ଭୂତେ ସମଭାବ ଖଣ୍ଡିବେ ଦୁଃଖ ପରାଭବ ଯେ ନିତ୍ୟ ଏ ପ୍ରାତ ସନ୍ଧ୍ୟାରେ ଏ ରୁଦ୍ର ଗୀତା ସ୍ତବ କରେ ମୁତାରେ ଦେଖି କାମ୍ୟ ବର ଶୋଭନ ମତି ହେବ ତାର ଯେଣୁ ଏ ତୁମ୍ଭେ ଦଶ ଭାଇ ପିତାର ଆଜ୍ଞା ଶିରେ ବହି ସନ୍ତ ସେ ତପ ଆଚରିଲ ଏଣୁ ଲଭିବ କୀର୍ତ୍ତି ଭଲ ବିମଳ ସୁଯଶ ତୁମ୍ଭର ବିଖ୍ୟାତ ରହିବ ମହିର ତଦନ୍ତେ କିଛି କାଳ ଅନ୍ତେ ଏ ତୁମ୍ଭ ପତ୍ନୀ ଗର୍ଭଗତେ ହଇବ ଏକ ଯେତନୟ ସେ ହେବ ବ୍ରହ୍ମ ପୁଣ୍ୟମୟ ଏ ପୁତ୍ର ଆତ୍ମା ବୀର୍ଯ୍ୟ ବଳେ ପୁରିବ ଏ ଲୋକ ସକଳେ ବଂଶର ସଂଖ୍ୟାତ ନ ଯିବ ସୃଷ୍ଟି ସର୍ଜନ ତେବେ ହେବ ଯେ କନ୍ୟା ବିବାହ ହେବ ତୁମ୍ଭେ କହିବା ତାର ଜନ୍ମ ଏବେ ଶୁଣ ହେ ନୃପତି ନନ୍ଦନ ସେ କଣ୍ଠୁ ଋଷି ତପବନ ତାଙ୍କ ଆଶ୍ରମେ ଅନୁସରି ଅଇଲା ଏକଇ ସୁନ୍ଦରୀ ପ୍ରମ୍ଳଚା ନାମ ଯେ ତାହାର ଅପ୍ରସା ଗଣେ ଶ୍ରେଷ୍ଠ ସାର ତାହାକୁ ଦେଖି ମୁନିବର ଅନଙ୍ଗେ ହୋଇଲେ ଅସ୍ଥିର ଛାଡ଼ି ତପସ୍ୟାଦି ଧ୍ୟାନ ତାରୂପେ ପାଶରିଲେ ଜ୍ଞାନ ତା ଅନୁସଙ୍ଗେ ମୁନିବର ଗୃହସ୍ଥ ଧର୍ମେ ସୁବିଚାର
ଏମନ୍ତେ କିଛି କାଳାନ୍ତରେ ଅମୋଘ ବୀର୍ଯ୍ୟତା ଉଦରେ ରହିଲା କାଳ କର୍ମ ଫଳେ ବିଧି ସଂଯୋଗେ କର୍ମ ବଳେ ତାହାରି ଗର୍ଭେ ଏକ କନ୍ୟା ହଇଲା ଗୁଣଶୀଳେ ଧନ୍ୟା ସେ କନ୍ୟା ବନେ ତେଜ କରି ତକ୍ଷଣେ ଗଲା ନିଜ ପୁରୀ ସେ ବନେ ଯେତେ ବୃକ୍ଷ ଥିଲେ ସେ ସର୍ବେ କନ୍ୟାକୁ ଘେନିଲେ ସେ କନ୍ୟା କ୍ଷୁଧାର ବିକଳେ ରୋଦନ କଲା ବୃକ୍ଷ ମୂଳେ ତାହାକୁ ଦେଖି ପୁରନ୍ଦର ଦୟାରେ ହୋଇଲେ କାତର ତର୍ଜନୀ ଅଙ୍ଗୁଷ୍ଠି ତାହାର ତା ମୁଖେ ଦେଲେ ତୋଷ ଭର ସେ ଇନ୍ଦ୍ରୀ କରେ ସୁଧା ଥିଲା ତା ପାନେ କ୍ଷୁଧା ଦୂର ହେଲା ଏମନ୍ତେ ସେ ବନେ ସୁନ୍ଦରୀ ରହିଲା କର୍ମ ଅନୁସାରୀ ସେ ଗୁଣବତୀ କନ୍ୟା ସାର ତା ଅନୁରୂପେ ତୁମ୍ଭେ ବର ଆମ୍ଭର ଭକ୍ତ ତୁମ୍ଭ ପିତା ସୃଷ୍ଟି ସର୍ଜନେ କରି ଚିନ୍ତା ତେଣୁ ତୁମ୍ଭକୁ ଆଜ୍ଞା ଦେଲେ ଏ ସୃଷ୍ଟି କର ତାଙ୍କ ବୋଲେ ଏଣୁ ଏ ତୁମ୍ଭେ ଦଶ ଭାଇ ସେ କନ୍ୟା ବିଭା କର ଯାଇ ସମାନ ଧର୍ମେ ତୁମ୍ଭେ ମାନେ ଏ ମୋର ବାକ୍ୟ ତୋଷ ମନେ ସେ କନ୍ୟା ତୁଲେ ସୃଷ୍ଟି କର ସେ ଯଜ୍ଞ ଅଟଇ ତୁମ୍ଭର ଦେବତା ଆୟୁଷ ପ୍ରମାଣେ ଜୀବନ୍ତେ ରହ ସୁକଲ୍ୟାଣେ ପୃଥିବୀ ସୁଖେ ଭୋଗ କର ତ୍ରିବିଧ ତାପ ପରିହର ମୋ ପାଦେ କରିବ ଭକତି ବୈକୁଣ୍ଠେ ଲଭିବ ବସତି ଏ କର୍ମ ବନ୍ଧ ବିନାଶିବ ବିଷୟ ଭୋଗ ନ ଲାଗିବ ଏ ଗୃହ ଧର୍ମେ ବସ୍ତୁ ଯେତେ ମୋତେ ସମର୍ପି ଶୁଦ୍ଧ ଚିତେ ଉଦାସୀ ଜନ ପ୍ରାୟ ହୋଇ ମୋର ଭକତି ହୃଦେ ଧ୍ୟାଇ ତାକୁ ନ ଲାଗେ ମାୟା ମୋହ ବନ୍ଧୁଡ଼େ ଦୁର୍ଜନ ବନ୍ଧୁ ସ୍ନେହ ମୈତ୍ରେୟ ଉବାଚ ମୈତ୍ରେୟ କହନ୍ତି ବିଦୁର ଏମନ୍ତେ କହନ୍ତେ ଈଶ୍ୱର ମୁଣ୍ଡ ନୁଆଇଁ ଦଶ ଭାଇ ପ୍ରଣାମ କରନ୍ତି ବିନୟୀ ସେ ମୁଖ ନିରପି ଚାହିଁଲେ ଆନନ୍ଦ ସାଗରେ ବୁଡ଼ିଲେ ନମସ୍ତେ ପ୍ରଭୁ ଭଗବାନ ଏ ଭବୁ କରିଲେ ମୋଚନ ସ୍ତୁତି ପଠନେ ଦଶ ଭାଇ ଶୁଣି ସନ୍ତୋଷେ ଭାବଗ୍ରାହୀ ସମ୍ପୂର୍ଣ୍ଣ ଲୋଚନେ ଦେଖିବା ନିରତେ ଚରଣ ସେବିବା ଏମନ୍ତେ ସେ ବାଞ୍ଛନ୍ତେ ମନ ହରି ହୋଇଲେ ଅନ୍ତର୍ଧ୍ୟାନ
ସେ ଯେ ପ୍ରଚେତା ଭାଇ ଦଶ, ଆକୁଳେ ଚାହିଁ ଦଶ ଦିଶ। ନ ଦେଖି ପ୍ରଭୁ ଚକ୍ରଧର, ସେ ଦିଗେ କରି ନମସ୍କାର। ବିଚ୍ଛେଦ ଶୋକେ ନିମଜିଲେ, ସେ ଦୁଃଖ ସାଗରେ ବୁଡ଼ିଲେ। ପଡ଼ିଲେ ମୃତ ଶବ ଜାଣି, ସେ ହରି ବିଚ୍ଛେଦେ ଧରଣୀ। ଆତ୍ମା ବିହୀନେ ଯେତେ ଦେହି, ଚେତନା ଶୂନ୍ୟ ସର୍ବ ଭାଇ। ତକ୍ଷଣେ ଦେହ ଭାବ ପାଇ, ଜଳୁ ଉଠିଲେ ଦଶ ଭାଇ। ଉଠି ଚାହିଁଲେ ଦଶ ଦିଗ, ଦ୍ରୁମ ଆଚ୍ଛାଦେ ଭୂମି ଭାଗ। ଆକାଶେ ଘୋଟି ବେଢ଼ିଛନ୍ତି, ଦକ୍ଷିଣ ପ୍ରକୋପେ ଜଳନ୍ତି। ସର୍ବେ ବିଚାରି ଏକ ମନେ, ବୃକ୍ଷ ନ ରଖିବା ଭୁବନେ। ଅଗ୍ନି ପବନ ଶୀଘ୍ର ଦୁଇ, ମୁଖ ଉଦ୍ଗାର କଲେ ସେହି। ସେ ଅଗ୍ନି ପବନ ବହିଲେ, ସମସ୍ତ ଦ୍ରୁମ ନାଶ କଲେ। ଅନିଳ ଅନଳ ପ୍ରତାପେ, ଅତି ଉଷନ୍ନ ଧ୍ରୁମ ବ୍ୟାପେ। ତା ଦେଖି ବେଗେ ପିତାମହ, ଜାଣିଲେ ଗଲା ଭୂମି ରୁହ। ସେ ନିଜ ଲୋକକୁ ଅଇଲେ, ସେ ଦ୍ରୁମ ବିନାଶ ଦେଖିଲେ। କ୍ରୋଧ ସାନ୍ତନା କରି ତାଙ୍କ, ପ୍ରବୋଧି କହିଲେ ଅନେକ। ହେ ପ୍ରଚେତସ ଗଣେ ଶୁଣ, ବୃକ୍ଷ ହୋଇଲେ ଅତି କ୍ଷୀଣ। ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ, କିମ୍ପା କରୁଛ ସୃଷ୍ଟି ହାନି। ଏବେ ଯେତେକ ଦ୍ରୁମ ଶେଷ, ରହନ୍ତୁ ଯାଇ ବନ ଦେଶ। ବୃକ୍ଷ ସାନ୍ତନା କରି ତାଙ୍କ, ପ୍ରବୋଧି କହିଲେ ଅନେକ। ବୃକ୍ଷକୁ ଡାକି ପଦ୍ମଜୋନି, କହିଲେ କନ୍ୟା ଆସ ଘେନି। ଦଶ ଭାଇଙ୍କୁ କନ୍ୟା ଦେଇ, ନିର୍ଭୟେ ବନେ ରହ ଯାଇ। ପାଦପେ ବିଧି ବାକ୍ୟ ଶୁଣି, ତାହାଙ୍କୁ ଦେଲେ କନ୍ୟା ପାଣି। ସେ କନ୍ୟା ନାମ ଯେ ମାରିସା, ପଦ୍ମଲୋଚନୀ ପିକ ଭାଷା। ସେ ସର୍ବଲକ୍ଷଣେ ସୁନ୍ଦର, ତା ତୁଲେ ନାହିଁ ପଟାନ୍ତର। ବିଧି କହିଲେ ପ୍ରଚେତସ, ଏ କନ୍ୟା ବର ତୁମ୍ଭେ ଦଶ। ଏମନ୍ତ ଧାତାର ବଚନେ, ସନ୍ତୋଷ ଭଜିଲେ ସେମାନେ। ତକ୍ଷଣେ କନ୍ୟାକୁ ବରିଲେ, ସେ ଧାତା ନିଜ ପୁରେ ଗଲେ। ତଦନ୍ତେ ସେ ଯେ ଦଶ ଭାଇ, ନୃପ ଆସନେ ସୁଖେ ରହି। ସେ ବିଷ୍ଣୁ ବାକ୍ୟ ପ୍ରଚେତସ, ସୁଖେ ପାଳିଲେ ପ୍ରଜା ଦେଶ। ଅନେକ ଦାନ ଯଜ୍ଞ କଲେ, ହରିଙ୍କୁ ସ୍ୱଧର୍ମେ ତୋଷିଲେ। ଏମନ୍ତେ ଶୁଣ ହେ ବିଦୁର,
ସେ କନ୍ୟା ଉଦରେ ତାଙ୍କର ଜନ୍ମିଲେ ଦକ୍ଷ ପ୍ରଜାପତି। ପୂର୍ବେ ଯେ ବ୍ରହ୍ମାର ସନ୍ତତି ଗିରିଶ ନିନ୍ଦା ପୂର୍ବେ ଯେଣୁ ଗର୍ଭଜାତ ନା କଷ୍ଟ ତେଣୁ ସେ ପାପ ବିଜେ କୁଟେ ଥିଲା କେବେ ହେ ମୋଚନ ନ କଲା। ଚାକ୍ଷୁଷ ମନନ୍ତର ଅନ୍ତେ ପୂର୍ବ ସୁକୃତ ଲୁପ୍ତ ଜାନ୍ତେ ସେ ଦକ୍ଷ ଗର୍ଭୁ ଜନ୍ମ ହେଲେ ଏବେ ସେ ପ୍ରଜା ସୃଷ୍ଟି କଲେ। ଜନ୍ମିଲା ମାତ୍ରକେ କୁମାର ତେଜତା ହେଲା ଅଗୋଚର। ତେଜସ୍ୱୀ ମାନେ ଯେତେ ଥିଲେ ତାତେ ଯେ ସର୍ବେ ଲୀନ ହେଲେ। ସେ ସର୍ବ କର୍ମେ ଦକ୍ଷ ଯହୁଁ ତା ନାମ ଦକ୍ଷ ଦେଲେ ତହୁଁ। ସେ ନାମ ଦକ୍ଷ ଦେଲେ ଯହୁଁ ସେ ସର୍ବ କର୍ମେ ଦକ୍ଷ ଯହୁଁ ତା ନାମ ଦକ୍ଷ ଦେଲେ ତହୁଁ। ବିବିଧ ପ୍ରଜାପତି ସୃଷ୍ଟି ଯେ କଲେ ମହାମତି। ତାହାକୁ ପ୍ରଜା ରକ୍ଷା ପାଇଁ ନିଯୁକ୍ତି କଲେ ବେଦ ସାଇଁ। ଏମନ୍ତେ ଦକ୍ଷର ବ୍ୟବସ୍ଥା ଶୁଣ ବିଦୁର ଶୁଦ୍ଧ ଚେତା। ଯେଣୁ ସେ ପ୍ରଜା ସୃଷ୍ଟି କଲେ ଏଣୁ ରାଜତ୍ୱ ଉପେକ୍ଷିଲେ। ତେଣୁ ସେ ଧ୍ରୁବ ବଂଶେ ରାଜା ନହିଲେ ହେ ବ୍ୟାସ ତନୁଜା। ପ୍ରିୟବ୍ରତରେ ରାଜ୍ୟ ଦେଲେ ସେ ଦକ୍ଷ ବାକ୍ୟେ ସୃଷ୍ଟି କଲେ। ସେ ପ୍ରିୟବ୍ରତର ଚରିତ ପଞ୍ଚମ ସ୍କନ୍ଧେ ସେ ଉଦିତ। ବିସ୍ତାରି କହିବାକୁ ତତେ ପ୍ରଚେତା ଜ୍ଞାନ ଉପଗତେ। କହଇ ବିପ୍ର ଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ 82 ଚତୁର୍ଥ ସ୍କନ୍ଧେ ପରୀକ୍ଷିତ ସମ୍ବାଦେ ପ୍ରଚେତସ ଚରିତ କଥନେ ନାମ 30 ଅଧ୍ୟାୟ। 31 ଅଧ୍ୟାୟ। ମୈତ୍ରେୟ ଉବାଚ। ମୈତ୍ରେୟ କହନ୍ତି ବିଦୁର ପ୍ରଚେତା ବୈରାଗ୍ୟ ବିଚାର। ସେ 10 ଭାଇ ଦିବ୍ୟ ଜ୍ଞାନୀ ହରିଙ୍କ ଆଜ୍ଞା ଅନୁଧ୍ୟାନୀ। ପତ୍ନୀକୁ ପୁତ୍ର ସମର୍ପିଲେ ରାଜ୍ୟକୁ ତେଜି ବନେ ଗଲେ। ପଶ୍ଚିମ ଜଳଧି ତଟରେ ରହିଲେ ସିଦ୍ଧ ଆଶ୍ରମରେ। ଜାବାଳ ନାମେ ଦ୍ୱିଜବର ଯହିଁ ହୋଇଲେ ସିଦ୍ଧେଶ୍ୱର। ତହିଁ ସେମାନେ ତପ କରି ପୂଜନ୍ତି ବ୍ରହ୍ମା ଚିତେ ସ୍ମରି। ଏ ମନ ଲୋଚନ ବଚନ ସଂଯମ କଲେ ପ୍ରାଣ ମନ। ଅସନ ଆଦି ଜୟ କଲେ ସୁଧାନ୍ତ ବିଗ୍ରହ ହୋଇଲେ। ଏମନ୍ତ ସମୟେ ବିଦୁର ନାରଦ ବ୍ରହ୍ମାଙ୍କ କୁମାର। ମିଳିଲେ ସେଠା ବରେ ଆସି ସେମାନେ ତପେଛନ୍ତି ବସି। ଦେଖି ନାରଦ ମୁନିବର
ସେମାନେ ଉଠିଲେ ସତର, ବେଗେ ଆସନ ଆଣିଦେଲେ, ଚରଣ ଯୁଗ ପଖାଳିଲେ, ଆସନେ ବସାଇଲେ ନେଇ, ପୂଜିଲେ ଅର୍ଘ୍ୟ ଆଦି ଦେଇ, ଆନନ୍ଦେ ବସି ମୁନିବର, ସେମାନେ ଅଗ୍ରେ ଯୋଡ଼ି କର, ପ୍ରଚେତ ଶୌଚୁଃ ବସି ବିଚାରନ୍ତି ବିନୟେ, ଭମୁନି ସ୍ୱାଗତ ନିଶ୍ଚୟେ, କି ଭାଗ୍ୟ ଆମ୍ଭେ କରିଥିଲୁ, ଏ ତୁମ୍ଭ ଦର୍ଶନେ ଲଭିଲୁ, ଭମୁନି ଏ ତୁମ୍ଭ ଭ୍ରମଣ, ଅଜ୍ଞାନ ଜନେ ଉଦ୍ଧାରଣ, ନିର୍ଭୟ ହେତୁ ପ୍ରାଣୀଙ୍କର, ତୁମ୍ଭ ଦର୍ଶନ ମୁନିବର, ଯେସନେ ସୂର୍ଯ୍ୟଙ୍କ ଉଦୟ, ଅଶେଷ ପ୍ରାଣୀ ସୁଖଦୟ, ସେ ରୂପେ ତୁମ୍ଭ ଦର୍ଶନ, ସୌଭାଗ୍ୟ ଆମ୍ଭର ଜୀବନ, ଭମୁନି ମନ ଦୁଃଖ ଯେତେ, କହିବୁ ତୁମ୍ଭର ଗ୍ରତେ, ପୂର୍ବେ ଯେ ପ୍ରଭୁ ଭଗବାନ, କହି ଯେ ଥିଲେ ଦିବ୍ୟ ଜ୍ଞାନ, ଆମ୍ଭେ ଯେ ଗୃହ ଧର୍ମେ ପଡ଼ି, ସେ ଦିବ୍ୟ ଜ୍ଞାନ ଦେଲୁ ହୁଡ଼ି, ଭମୁନି କର ଅନୁଗ୍ରହ, ସେ ତତ୍ତ୍ୱ ଜ୍ଞାନ ଏବେ କହ, ଏ ଭବ ସାଗର ଦୁସ୍ତର, ଯେ ଜ୍ଞାନେ ହୋଇବୁ ନିସ୍ତାର। ମୈତ୍ରେୟ ଉବାଚ। ମୈତ୍ରେୟ କହନ୍ତି ଭାରତ, ଏମନ୍ତ ବାକ୍ୟେ ସେ ପ୍ରଚେତ, ସ୍ମରି ନାରଦ ଭଗବାନ, ଉତ୍ତମ ଶ୍ଲୋକେ କଲେ ଧ୍ୟାନ, ଧ୍ୟାନ କରନ୍ତି ମୁନିବର, ରୋମ ପୁଲକ କଳେବର, କୃଷ୍ଣ ବିଷये ନିମଜିଲେ, ଦେହ ଜୀବନ ପାଶରିଲେ, ତକ୍ଷଣେ ପାଇ ଦେହ ବୃଦ୍ଧି, ତାହାଙ୍କୁ କହନ୍ତି ପ୍ରବୋଧି। ନାରଦ ଉବାଚ। ଶୁଣ ନୃପତି ଧର୍ମଶୀଳ, ଯେଣେ ତ ହୋଇବ କୁଶଳ, କହିବା ଶୁଣ ସାବଧାନ, ଯେ ଧର୍ମେ ହେବ ତୁମ୍ଭ ଜ୍ଞାନ, ହରି ଭଜନ ଯେବେ ନାହିଁ, ଏଥୁ ଅଭାଗ୍ୟ ପରେ କାହିଁ, ସୁସାଧ୍ୟ କଲେ ଦିବ୍ୟ ଜ୍ଞାନ, ଅପରେ ଯେତେ ତପଦାନ, ଏ ସର୍ବତାର ଅକାରଣ, ଯେବେ ନ ଭଜେ ନାରାୟଣ, ଯେସନେ ଜନେ ତରୁ ମୂଳେ, ସେଚନ କଲେ ନେଇ ଜଳେ, ତାହାର ଭୁଜ ସ୍କନ୍ଦ ଶାଖା, ସର୍ବସନ୍ତୁଷ୍ଟ ମୂଳେ ଏକା, ଏମନ୍ତେ ସେ ହରିଙ୍କ ସେବା, କଲେ ସନ୍ତୋଷ ସର୍ବଦେବା, ହରିଟି ସର୍ବ ଆତ୍ମା ମୂଳ, ଯେତେ ପଞ୍ଚେ ସୂକ୍ଷ୍ମ ସ୍ଥୂଳ, ଅପରେ ହରି କଥା ମାନ, କହି ତୋଷିଲେ ତାଙ୍କ ମନ, ତକ୍ଷଣେ ବ୍ରହ୍ମ ଲୋକେ ଗଲେ, ସେ ସର୍ବ ସନ୍ତୋଷ ରହିଲେ। ମୈତ୍ରେୟ ଉବାଚ। ଶୁଣ ବିଦୁର ଜ୍ଞାନବନ୍ତ,
ନାରଦ ମୁଖରୁ ନିର୍ଗତ ହରିଙ୍କ ନାମ ଯଶ ଗୁଣ ଯେବା ଭାବନ୍ତି ଅନୁକ୍ଷଣ ସେ ସର୍ବ କାମାର୍ଥ ଲଭନ୍ତି ଇତ୍ୟାଦି ତାର ବିନାଶନ୍ତି। ଶୁଣ ଆନନ୍ଦେ ନୃପଗଣେ ହରିଙ୍କୁ ଭଜି ଅନୁକ୍ଷଣେ ସେ ସର୍ବ କାମାର୍ଥ ଲଭନ୍ତି ଇତ୍ୟାଦି ତାର ବିନାଶନ୍ତି। ଶୁଣ ଆନନ୍ଦେ ନୃପଗଣେ ହରିଙ୍କୁ ଭଜି ଅନୁକ୍ଷଣେ ସେ ଅନ୍ତେ ହରିଙ୍କୁ ଲଭିଲେ ନାରଦ ହେତୁ ନିସ୍ତରିଲେ। ଏଣୁ ସାଧୁଙ୍କ ସଙ୍ଗେ ପ୍ରାଣୀ ଅନ୍ତରେ ଲଭେ ଚକ୍ରପାଣି ଅପରେ ନାହିଁ ସଦଗତି ଏ ଗୃହ୍ୟ ଗୁପ୍ତ ଜ୍ଞାନ ଅତି ସେ ସାଧୁ ସଙ୍ଗେ ଚିତ୍ତେ କର ଏ ମାୟା ସ୍ନେହ ଯାଉ ଦୂର କହିଲୁ ବ୍ରହ୍ମ ତତ୍ତ୍ୱ ସାର ମୈତ୍ରେୟ କହନ୍ତି ବିଦୁର ତୋର ସଂଶୟ ହୃଦଗତେ ପଚାରିଥିଲୁ ଯେ ବୃତ୍ତାନ୍ତେ ସାରୋଦ୍ଧାର ଏ ଭାଗବତେ କହି ଯେ ଥିଲୁ ଆମ୍ଭେ ତତେ। ନାରଦ ପ୍ରଚେତଦ ଶଙ୍କ ସମ୍ବାଦ ଚରିତ ହରିଙ୍କ ମୁଁ ଫେଡ଼ି କହିଲଇଁ ତାହା ସନ୍ଦେହ କରିଥିଲୁ ଯାହା। ଶ୍ରୀ ଶୁକ ଉବାଚ କହନ୍ତି ଶୁକ ମହାମୁନି ଶୁଣ ପରୀକ୍ଷ ମହାଜ୍ଞାନୀ ମୈତ୍ରେୟ ଏମନ୍ତ କହିଲେ ବିଦୁର ବିନୟ ଶୁଣିଲେ ଆନନ୍ଦେ ଲୋମ ପୁଲକିତ ଭାବ ଗଦ୍ଗଦେ ଅଶ୍ରୁପାତ ଆନନ୍ଦ ସାଗରେ ବୁଡ଼ିଲେ ଦେହ ଜୀବନ ପାସରିଲେ ଧରିଣ ମୁନିଙ୍କ ଚରଣ ହେ ମୁନି କର ଉଦ୍ଧାରଣ ତୁମ୍ଭ ପ୍ରସନ୍ନେ ତତ୍ତ୍ୱ ଜ୍ଞାନ ପାଇ ଛାଡ଼ିଲା ଅଭିମାନ ଭମୁନି ତୁମ୍ଭେ ଜ୍ଞାନ ପର ଦେଖାଇ ଦେଲ ତତ୍ତ୍ୱ ସାର ଏମନ୍ତ ଜନ ଯେବେ ହୋଇ ସେ ପ୍ରାଣୀ ହରିଙ୍କୁ ଭଜଇ ମୁଁ ଏବେ ହେଲି ମୋକ୍ଷ ପର ତୁମ୍ଭ ଦର୍ଶନେ ମୁନିବର ଭମୁନି ଆଜ୍ଞା ଦେବେ ଯେବେ ନିଜ ସଦନେ ଯିବି ତେବେ ମୁନିଙ୍କ ଚରଣେ ନମିଲେ ସେ ତାକୁ ତ ସେ ଆଜ୍ଞା ଦେଲେ ହସ୍ତିନା ଗମଇବି ଦୂର ଦେଖିବା ଅର୍ଥେ ସହୋଦର ଛାଡ଼ି ସମସ୍ତ ମାୟା ମୋହେ ଗମିଲା ମାତ୍ର ଭାତୃ ସ୍ନେହେ ଶୁଣ ରାଜନ ଦଣ୍ଡଧର ସେ ଯେ ପ୍ରାଚୀନ ନୃପବର ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି ଯେ ନିତ୍ୟ ଶୁଣେ ଦୃଢ଼େ ଅତି ତା ଯଶ ଆୟୁଷ ବଢ଼ଇ ବିପୁଳ ଭୋଗନ ଛାଡ଼ଇ ଷଡ଼ ଐଶ୍ୱର୍ଯ୍ୟ ଭୋଗେ ତୋଷ ଅନ୍ତେ ଯେ ଗତି ଚତୁର୍ଦଶ କହଇ ବିପ୍ର ଜଗନ୍ନାଥ
ଏ କୃଷ୍ଣ ଆଜ୍ଞାରୁ ଉତ୍କତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ନାରଦ ପ୍ରଚେତା ପ୍ରସଙ୍ଗେ ନାମ 31 ଅଧ୍ୟାୟ। ଭୀମସ୍ୟାପି ରଣେ ଭଙ୍ଗ ମୁନେରପି ମତି ଭ୍ରମ ଯଦି ଶୁଦ୍ଧମ ଅଶୁଦ୍ଧମ୍ ବା ମମ ଦୋଷ ନ ବିଦ୍ୟତେ। ଚାଲନ୍ତୁ ଆଜି ଶୁଣିଦେବା ଶ୍ରୀ ମୃଗୁଣି ସ୍ତୁତି। ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ ଯେଉଁ ନାମ ଧରିଲେ ନ ଦଣ୍ଡେ କାଳ ଯମ। ଶ୍ରୀହରି ନାମକୁ ଏକା ଜପୁଥିବୁ ମନ ଅଶେଷ ପାପ ମାନ ହୋଇବ ଦହନ। ଯୋଗୀ ଜନମାନଙ୍କର ପରମ କାରଣ ସନ୍ଥ ଜନମାନଙ୍କର ଦୁରିତ ନିବାରଣ। ଏଥୁ ଅନନ୍ତରେ ସର୍ବେ ଶୁଣ ରସ ସାର ମାଘ କୃଷ୍ଣ ପକ୍ଷ ଯେ ପଞ୍ଚମୀ ଗୁରୁବାର। ଶୁକ ଏକ ଦିନେ ପରୀକ୍ଷିତଙ୍କ ଭୁବନେ ପ୍ରବେଶ ହୋଇଲେ ଆସି ତାଙ୍କ ସନ୍ନିଧାନେ। ଦଣ୍ଡକମଳକୁ ହସ୍ତେ ଡୋର କୌପୀନ ରୁଦ୍ରାକ୍ଷର ଜପା ମାଳ ଭସ୍ମ ଜଲେପନ। ହରି ମନ୍ଦିରର ଚିତା ନାସା ଅର୍ଦ୍ଧ ଯାଏ ତମ୍ଭାର କୁଣ୍ଡଳ ବେନି କର୍ଣ୍ଣେ ଶୋଭା ପାଏ। ତପତ କାଞ୍ଚନ ଜିଣି ତନୁ ଅନୁପମ କୋଟି ଭାନୁ ଜିଣି ଯେ ଅନଳ ନୁହେଁ ସମ। ଦୁରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ ଆସନୁ ଉଠିଣ କଲେ ପାଛୋଟି ଗମନ। ପାଦ 25-50 ଯାଏ ସେହି ଗଲେ ମୁନିଙ୍କୁ ନିମନ୍ତି ରାଜା ମନ୍ଦିରେ ମିଳିଲେ। ଧୂପ ଦୀପ ନୈବେଦ୍ୟ ବସନ ଚାମର ନାନା ଯତ୍ନେ ପୂଜା କଲେ ମୁନିଙ୍କ ପୟର। ଦିବ୍ୟ ଆସନେ ମୁନିଙ୍କୁ ବସାଇଲେ ନେଇ ବିନୟ ହୋଇଣ ରାଜା ବଚନ କହଇ। ଭମୁନି ପୁଙ୍ଗବ ତୁମ୍ଭେ ସର୍ବତାପହର ପବିତ୍ର କର ହେ ମୁନି ମୋର କଳେବର। କହ ମୁନି ବିଷ୍ଣୁ ପୁରାଣର ସେହି ଗାଥା ତବ ମୁଖୁ ଶୁଣିଲେ ଖଣ୍ଡିବ ଭବ ବ୍ୟଥା। କେମନ୍ତ ପ୍ରକାରେ ଯେ ହରିଣୀର ବିପତ୍ତି କାହିଁ ଥାଇ ତାହା ଯେ ଜାଣିଲେ ଶ୍ରୀପତି। ସେ କଥା ସଂକ୍ଷେପୀ ମତେ କହିବା ଗୋସାଇଁ ତବ ମୁଖୁ ଶୁଣିଲେ ଯେ ପ୍ରତେ ଯିବି ମୁହିଁ। ପରୀକ୍ଷିତଙ୍କ ବଚନେ ଆନନ୍ଦ ସୁକ ମୁନି ବୋଇଲେ ହେ ଧନ୍ୟ ରାଜା ଅଟୁ ବ୍ରହ୍ମ ଜ୍ଞାନୀ। ଯାହା ପଚାରିଲୁ ଭାଗବତର ଚରିତ ସାବଧାନ ହୋଇ ତୁମ୍ଭେ ଶୁଣ ନୃପବତ। ଯାହା ପଚାରିଲୁ ଭାଗବତର ଚରିତ ସାବଧାନ ହୋଇ ତୁମ୍ଭେ ଶୁଣ ନୃପସୁତ। ସୁବାହୁ ବଲିଣ ଯେ ଏକଇ ଘର ବନ ହର ପାର୍ବତୀଙ୍କର ଅଟଇ କ୍ରୀଡ଼ା ସ୍ଥାନ। ତାରାବତୀ ହରିଣୀ ଚରଇ ତହିଁ ନୀତି ମହାଦେବ ପ୍ରସାଦୁ ନ ଥାଏ ଭୟ ଭ୍ରାନ୍ତି। ଗର୍ଭବାସ ହେତୁ ତାର ଅଳସ ଗମନ ସଙ୍ଗତେ ଅଛନ୍ତି ବେନି ବାଳୁତ ନନ୍ଦନ। ଦୈବ ବିଧାନ କଥା କେ କରିବ ଆନ ଯାହା କପାଳେ ବିଧାତା କରିଛି ଲିଖନ।
ବିଧି ଅନୁସାରେ ହୁଏ କର୍ମର ଉଦିତ, କର୍ମ ଅନୁସାରେ ଜୀବ ହୁଏ ଆତଜାତ। ଶୁଭକୁ ଅଶୁଭ ଯେ ଫଳଇ ଦୁଃଖ ରାଶି, ତାହା ନ ଜାଣିଲେ ଜୀବ ନୁହଁଇ ବିଶ୍ୱାସୀ। ଫଳଦାତାର କାରଣ ଅଟଇ ଈଶ୍ୱର, ମାୟାନର ଆତଜାତ କରଇ ସଂସାର। ଏକ ଦିନେ ହରିଣୀ ବନସ୍ତେ ଚରୁଥିଲା, ବିରୂପାକ୍ଷ ଶବର ଯେ ଶେଷ ସେ ସ୍ଥାନେ ମିଳିଲା। ଦେଖିଲା ହରିଣୀ ସଙ୍ଗେ ଛନ୍ତି ପିଲା ବେନି, ବିଧାତା ସୁମରି ଯେ ମାଇଲା ମୁରୁଧୁନି। 3 ଦିନ ଉପାସକୁ ମିଳିଲା ହାର, ଏକ୍ଷଣି ମାରିଣ ମୁଁ ଯେ ତୋଷିବି ଉଦର। ବନ୍ଧୁ ଭାଇ ସୋଦର କୁଟୁମ୍ବ ସଂଖୋଳିବି, ଉଦରୁ ସଞ୍ଚିଣ ପୁତ୍ର ନାତିଙ୍କୁ ଲୋଡ଼ିବି। ଏମନ୍ତ ବୋଲି ଶବର ମନରେ ହରସ, ବିଧାତା ସୁମରି ଓଗଳାଇ 10 ଦିଶ। ଚଉପାଶେ ଜାଲ ବାଡ଼ ପାତିଲା ହରସେ, ପଛରେ ଦହରା ଅଗ୍ନି ଲଗାଇଲା ରୋଷେ। ନିଜେ ଧନୁ ଧରିଣ ଯେ ଦ୍ୱାର ନିରୋଧିଲା, ଧରମାର ବଲିଣ ସେ ସ୍ଥାନକୁ ପେଶି ଦେଲା। ନିଶ୍ଚିନ୍ତ ହୋଇଣ ଯେ ହରିଣୀ ଚଳୁଥିଲା, ମନୁଷ୍ୟ ଧ୍ୱନି ଶୁଣି ବଦନ ଟେକିଲା। ନିଶ୍ଚିନ୍ତ ହୋଇଣ ଯେ ହରିଣୀ ଚରୁଥିଲା, ମନୁଷ୍ୟ ଧ୍ୱନି ଶୁଣି ବଦନ ଟେକିଲା। ଆଗ ପାଶରେ ଯେ ବ୍ୟାଧ 2 ପାଶେ ଜାଲ, ପଛ କତିରେ ଅନଳ ଜଳେ ପରଖର। ରେରେକାର ଶବଦ ଶୁଭଇ ଗୁରୁ ଟାଣ, ଆଗକୁ ଚାହିଁଲା ବ୍ୟାଧ କରେ ଧନୁର୍ବାଣ। ଲହ ଲହ ଜିହ୍ୱା ଶ୍ୱାନ ଆସୁଅଛି ଧାଇଁ, ମାର ମାର ବଲିଣ ହେ ଡାକଇ ତୁହାଇ। ଏହା ଦେଖି ତଟସ୍ଥ ସେ ହୋଇଲା ଧରିଣୀ, ମୂର୍ଚ୍ଛାଗତ ହୋଇଣ ଯେ ପଡ଼ିଲା ଧରଣୀ। ସଚେତ ହୋଇଣ ପୁଣି ମନେ ବିଚାରଇ, କେମନ୍ତ ପ୍ରକାରେ ଏଥୁ ପଳାଇବି ମୁହିଁ। ଆଗକୁ ଗଲେ ଶବର ବିନ୍ଧିବ ଯେ ସର, ପଛକୁ ଗଲେଣ ପଡ଼ି ମରିବି ଅଗ୍ନିର। ଆନ ଦିଗେ ଗଲେ ଯେ ପଡ଼ିବି ଜାଲେ ଯାଇ, ଏଥି ରହିଥିଲେ ଶ୍ୱାନ ଧରିବ ମୋର ଦେହି। ମୋହର ସଙ୍ଗରେ ଯେ ମରିବେ ବେନି ପୋଏ, ଆବର ମରିବେ ମୋର ଗର୍ଭର ତନଏ। ମହାଘୋର ସଙ୍କଟରେ ପଡ଼ିଲା ଜୀବନ, ଉଦ୍ଧରିଣ ରଖ ମୋତେ ପ୍ରଭୁ ଭଗବାନ। ମଧୁ ଦୈତ୍ୟ ନାଶୀ ନାମ ଶ୍ରୀ ମଧୁସୂଦନ, ଦୁଃଖୀ ଲୋକ ବାନ୍ଧବ ଦରିଦ୍ର ଲୋକ ଧନ। ପଥ ନଦୀ ସଇ ମୁଁ କରିବି କିସ ବୁଦ୍ଧି, ଆତଙ୍କେ ଡାକୁଛି ମୋତେ ରଖ ନୟା ଦୟାନିଧି। ରଖ ରଖ ଜଗନ୍ନାଥ ଦୁଃଖୀର ସଙ୍ଗାତ, ତୁମେ ନ ରଖିଲେ ଆଜ ହୋଇଲି ଅନାଥ। ଏମନ୍ତ ପ୍ରଭୁଙ୍କ ପାଦେ ଲଗାଇଲା ଲୟ, ଜୟ ଜୟ ଦୀନ ବନ୍ଧୁ ଜୟ ବିଶ୍ୱକାୟ।
ଜୟ ଜୟ କୃପାନିଧି ଜଗତ ତାରଣ, ମହାଭେର ନିବାରଣ ପ୍ରଭୁ ନାରାୟଣ। ଜୟ ଜୟ ବିପଦ ଭଞ୍ଜନ ଦାଶରଥି, ମହାଭାରତେର ଖିଲ ଭରତିଆ ପକ୍ଷୀ। ସାବତ ଜନନୀ ଛଳେ ଧ୍ରୁବ ଚିନ୍ତା କଲା, 14 ଭୁବନ ଲୋକେ ଯାଇ ନ ବସିଲା। ଜୟ ଜୟ ବିଶ୍ୱପତି ଜଗତ କରତା, କଂସ ମାରି ତୁମ୍ଭେ ଯେ ରଖିଲ ପିତା ମାତା। ରାବଣକୁ ମାରି ତୁମ୍ଭେ ଜାନକୀ ଆଣିଲ, ଲଙ୍କା ଗଡ଼େ ରାଜା ବିଭୀଷଣକୁ ଯେ କଲ। ମନ୍ଦୋଦରୀ ରାଣୀଙ୍କୁ ଯେ କଲ ମହାସତୀ, ବିଭୀଷଣ ରାଜାର ସେ ହେଲା ପ୍ରିୟବତୀ। ଅମର କରି ରଖିଲ ତାକୁ ଯଗୁ ଯୁଗ, ଶରଣ ପଞ୍ଜର ତୁମ୍ଭେ ଅଟ ପଦ୍ମନାଭ। ଗୋପୀ ଗୋପାଳ ରଖିଲ ନାରାୟଣ, ଏତେ ବଡ଼ ପାପୀକୁ ବୈକୁଣ୍ଠେ ଦେଲ ସ୍ଥାନ। ଜୟ ଜୟ ଜଗନ୍ନାଥ ପ୍ରହ୍ଲାଦ ରଖିଲ, ନୃସିଂହ ରୂପରେ ହିରଣ୍ୟକୁ ବିଦାରିଲ। ଜୟ ଜୟ ଜଗନ୍ନାଥ ବଳିକି ଚାପିଲ, ପାତାଳପୁରରେ ନେଇ ଗୋପ୍ୟ କରାଇଲ। ଶ୍ରୀଚରଣ ଲଦିଲ ଯେ ଅହଲ୍ୟାର ଶିର, ପାଷାଣ ଦେହରୁ ସ୍ତ୍ରୀ ହୋଇଲା ବାହାର। ରାଜ ଡାକିଲା ତାକୁ ରଖିଲ ନାରାୟଣ, ଚକ୍ରପେଶୀ ଗ୍ରାହକୁ କଲ ନିବାରଣ। ତୁମ୍ଭ ଶ୍ରୀଚରଣେ ମୁହିଁ ଲଗାଇଲି ଲୟ, ଗର୍ଭର ଭାରାରୁ ମୋତେ କରିବ ସଦୟ। ପ୍ରଭୁ ଜଗତ ତାରଣ ନ କର ହେ ଆନ, ତବ ଶ୍ରୀଚରଣ ତଳେ କରୁଅଛି ଧ୍ୟାନ। ଜୀବନକୁ ଆଶା ଆଉ ନାହିଁ ଯେ ମୋହର, ଏବେ ନିବାଳୁତ ତୁମ୍ଭେ ରଖ ଚକ୍ରଧର। ଅରକ୍ଷିତ ବନ୍ଧୁ ତୁମ୍ଭେ ଦୁଃଖୀ ଲୋକ ବିତ, ବ୍ୟାଧର ସଙ୍କଟୁ ମୋତେ ରଖ ଜଗନ୍ନାଥ। ଏମନ୍ତ ଅନେକ ସ୍ତୁତି କଲା ଯେ ହରିଣୀ, ବୈକୁଣ୍ଠେ ଥାଇଣ ଯେ ଜାଣିଲେ ଚକ୍ରପାଣି। ଲକ୍ଷ୍ମୀଙ୍କର କୋଳେ ସେ ଦେଇଣ ସମସ୍ତାନ, ଆନନ୍ଦ ଯୋଗ ନିଦ୍ରାରେ ଥିଲେ ଭଗବାନ। ସରସ୍ୱତୀ ବୀଣା ଧରି ବଜାଉଅଛନ୍ତି, ଗାନ୍ଧାର ରାଗେଣ ଗାଇ ଆଳାପ କରନ୍ତି। କମଳା ବିମଳା ରହି ଆଲଟ ବିଞ୍ଚନ୍ତି, ସତ୍ୟଭାମା କାଳିନ୍ଦିଆ ବାର ଜମ୍ଭୁବତୀ। ରୁକ୍ମିଣୀ ସହିତେ ଯେତେ ପାଟ ମହାଦେଇ, ଯେ ଯାହା ସେବାରେ ତହିଁ ଚରଣ ସେବଇ। ସୁବାହୁ ବନ ବୈକୁଣ୍ଠ ସହସ୍ର ଯୋଜନ, ଏତେ ଦୂର ଡାକ ଶୁଭଇ ଘନ ଘନ। ନିକଟେ ଡାକିଲା ପ୍ରାୟ ଶୁଭେ ଅନୁପମ, ସହସ୍ରେ ବଜ୍ର କିବା ପଡ଼ିଲା ଏକ ସ୍ଥାନ। ଥରହର ହୋଇଣ ଯେ ବୈକୁଣ୍ଠ କମ୍ପିଲା, ଅତି ଆରତରେ ଯହୁଁ ମୃଗୁଣୀ ଡାକିଲା। ମୃଗୁଣୀର ଆରତ ଯେ ଫେଡ଼ିଲେ ଗୋସାଇଁ, ଭକତ ବସଳ ଯେ କମଳା ଦେବୀ ସାଇଁ। ବାସବକୁ ରାଇ ଆଜ୍ଞା ଦେଲେ ଦାଶରଥି,
ଘର ବନେ ମୃଗୁଣୀ କି ପଡ଼ିଛି ବିପତ୍ତି। ଘର ଜଳ ବରଷିଅ ନଳ ଲିଭି ଯାଉ। ବଜ୍ରମାର ଶ୍ୱାନକୁ ବ୍ୟାଧକୁ ସର୍ପ ଖାଉ। ବାଟାଘାଟେ ଜାଲ ବାଡ଼ ହେଉ ନାର ଖାର। ବାସବରାୟ ହେ ତୁମ୍ଭେ ବେଗ ହୋଇ ଚଳ। ଆଜ୍ଞା ପାଇ ଇନ୍ଦ୍ର ଯେ ବେଗେ ଚଳିଗଲେ। ଚାରି ମେଘକୁ ତକ୍ଷଣେ ଆଜ୍ଞା ସେହୁ ଦେଲେ। ପବନକୁ ବୋଇଲ ତୁ ସଙ୍ଗେ ସଙ୍ଗେ ଥିବୁ। ଜଳବୃଷ୍ଟି ସହିତରେ ବତାସ ବହିବୁ। ଶ୍ୱାନକୁ ବଜ୍ର ଯେ ଆମ୍ଭେ ମାରିବୁ ମରିବ। କିଞ୍ଚିତରେ ଶବରକୁ ରଗ ଗିଳିବ। ଏମନ୍ତ ଯେ ହରିଣୀର କଷ୍ଟ ହେବ ଦୂର। ସ୍ୱାମୀର କାର୍ଯ୍ୟ ଘେନିଣ ଚଳ ତତପର। ଆଜ୍ଞା ପରମାଣେ ତହୁଁ ଚାରି ମେଘ ଗଲେ। ସୁବାହୁ ବନରେ ଯାଇ ପ୍ରବେଶ ହୋଇଲେ। ଘଡ଼ଘଡ଼ି ମାରେ ଯେ ବିଜୁଳି ଘନ ଘନ। ତାହା ଦେଖି ମୟୂର ମଣ୍ଡୁକି କଲେ ଶୋନ। ଦଶ ଦିଗ ଅନ୍ଧାରେ କିଛି ତ ନ ଦିଶି। ସୃଷ୍ଟି ପ୍ରଳୟ ପ୍ରବେଶ ହୋଇଲା କି ଆସି। 49 ମୂର୍ତ୍ତି ଧରି ବହିଲା ପବନ। ଲିଭିଲା ଅନଳ ଯେ ଛିଣ୍ଡିଲା ଜାଲମାନ। ଶ୍ୱାନକୁ ବଜ୍ର ଶବରେ ଉରଗ ଗିଳିଲା। ଏମନ୍ତ ଯେ ହରିଣୀର କଷ୍ଟ ଦୂର ହେଲା। ଏହା ଦେଖି ହରିଣୀ ହରଷ ଚିତ୍ତ ହୋଇ। ସାଧୁ ସାଧୁ ବିଧାତା ଯେ ବୋଲିଣ ବୋଲଇ। ନାରାୟଣ ସୁମରି ଚାଲଇ ଧୀର ଧୀର। ନବରଙ୍ଗେ ଚାଲୁଛନ୍ତି ବାଳୁତ କୁମର। ଏମନ୍ତ ପ୍ରକାର ଅଟେ ହରିଣୀ ବିପତ୍ତି। ଶୁଣିଲେ ଖଣ୍ଡନ ହୁଏ ଅଶେଷ ଦୁର୍ଗତି। ଦୁଃସହ ବିପତ୍ତି ତାର ନ ଲାଗଇ ଦେହେ। ଅପୁତ୍ରିକ ଶୁଣିଲେ ପୁତ୍ର ପ୍ରାପ୍ତି ହୁଏ। ଦରିଦ୍ରରେ ଧନ ଯେ ଅମୋକ୍ଷ ମୋକ୍ଷ ଦାତା। ଚିନ୍ତାର୍ଥୀମାନେ ପଢ଼ିଲେ ଯିବ ମନୁ ଚିନ୍ତା। ସନ୍ଧ୍ୟାକାଳେ ପ୍ରାତଃକାଳେ କଲେ ସୁମରଣ। ମହାଘର ସଙ୍କଟୁ ରଖନ୍ତି ଭଗବାନ। ମୃଗୁଣୀର ସ୍ତୁତି ଯେ ଅମୃତମୟ ରସ। ସମ୍ପୂର୍ଣ୍ଣ କରି ଶୁଣିଲେ ବୈକୁଣ୍ଠରେ ବାସ। ବଳରାମ ଦାସ ଗୀତ ଅନ୍ତରେ ରଚିଲେ। ଧନ୍ୟ ଧନ୍ୟ ମୃଗୁଣୀ ଯେ ବୋଲିଣ ବୋଇଲେ। ଜୟ ଜୟ ଜଗନ୍ନାଥ କମଳା ବିଳାସ। ଶ୍ରୀପାଦ ପଦ୍ମେ ଶରଣ ବଳରାମ ଦାସ। ଶ୍ରୀ ପୃଥିବୀ ସ୍ତୁତି। ଜୟ ଜୟ ଜନନୀ ମା ଜୟ ବସୁନ୍ଧରୀ। ସ୍ଥାବର ଜଙ୍ଘମ କୀଟ ଅଛୁ ବକ୍ଷେ ଧରି। ଜୟ ଅଖିଳ ଜନନୀ ଜୟ ବସୁମତୀ। ଜୟ ଶ୍ୟାମଳିନୀ ମହୋଦରୀ ଭାଗ୍ୟବତୀ। ରତ୍ନଗର୍ଭା ସର୍ବସ୍ୱାହା ଦିଗନ୍ତ ବ୍ୟାପିନୀ। ଜାନକୀ ବକ୍ଷେ ଧାରିଣୀ ପତିତ ପାବନୀ। ଅଜନୀ ସମ୍ଭୂତା ମାଗ ମହ ଯୋଗେଶ୍ୱରୀ। କୁନ୍ତଳିନୀ କୂଳ ହୀରା କାନନ ସଂସାରୀ। ପୁଣ୍ୟତୋୟା ସିନ୍ଧୁ ଗାଏ ତବ ଯଶ ଗୀତି। ଜୟ ଜୟ ଆଦିମାତା ଜୟ ଗୋଧରିତ୍ରୀ।
ଯୁଗେ ଯୁଗେ ନାରାୟଣ ତୋ କଳେ ବିହରି। ସନ୍ଥ କୂଳ ରଖୁଛନ୍ତି ଦନୁଜ ନିବାରି। ତୋର କଳେ ବିଶ୍ୱବାସୀ କରନ୍ତି ବିହାର। ତନୁ କମ୍ପାରୁ ସର୍ବେ ଲଭନ୍ତି ଆହାର। କେତେ ଖଳ ଜନମତ ଗରବେ ନିର୍ଦୟେ। ଦିଅନ୍ତି କଳୁଷ ଭରା ଲଦିତ ହୃଦୟେ। କମଳ ହୃଦୟା ସର୍ବ ସହୁଛୁ ସୁଚିତେ। ତ ସନ୍ତାନକ ଧୃଷ୍ଟତା ନ ଧରୁ କିଞ୍ଚିତେ। ଧନ୍ୟ ତ ମହତ ଗୁଣ ସହନଶୀଳତା। ନିର୍ମଳ ହୃଦୟ ହୃଦେ ନାହିଁ ଆବିଳତା। ପର ଉପକାର ପାଇଁ ଆତ୍ମା ଦେଉ ବଳି। କରୁତୁ ସନ୍ତାନେ ସ୍ନେହ ମା ଠାରୁ ବଳି। କେତେ ବୀର ସନ୍ତାନକୁ କରୁତୁ ସଂଜାତ। ତ ଗର୍ଭୁ ମଙ୍ଗଳ ଗ୍ରହ ହୋଇଛନ୍ତି ଜାତ। ପବିତ୍ର ହୃଦୟା ସର୍ବ ସୁଗୁଣେ ଭୂଷିତା। ଜାହ୍ନବୀଙ୍କ ପରଶରେ ନହୁଁ କଳୁଷିତା। ତ ବକ୍ଷୁ ସମ୍ଭୂତ ଜଗଜ୍ଜନ ପୂଜ୍ୟା ସୀତା। ସତୀ ଶିରୋମଣି ଭାନୁ ବଂଶ ବିଭୂଷିତା। ରାମ ସଭା ତଳେ ଅଗ୍ନି ପରୀକ୍ଷା ବାଞ୍ଛିଲେ। ଆକୁଳେ ଜନକ ସୁତା ତ କଳଇଥିଲେ। ବକ୍ଷ ମେଲି ଜାନକୀଙ୍କୁ ଦେଲୁ ମାଏ ସ୍ନାନ। ଚାହୁଁ ଚାହୁଁ କନ୍ୟା ଘେନି ହେଲୁ ଅନ୍ତର୍ଧ୍ୟାନ। ଧନ୍ୟ ଜଗତ ଜନନୀ କମଳ ହୃଦୟା। ସଭିଙ୍କ ପ୍ରତି ସର୍ବଦା ରଖିଥାଉ ଦୟା। ମୁଛାର କି ଯଶ ଗୁଣ ତୋର ବଖାଣିବି। ତ ଆଶିଷ ଲାଭ କଲେ ପବିତ୍ର ମଣିବି। ଶ୍ରୀ ଗଙ୍ଗା ମାତା ସ୍ତୁତି। ଜୟ ଜୟ ଗଙ୍ଗା ଦେବୀ ହେମ କଳେବରା। ତ ପରଶ ଲାଭ କରି ପବିତ୍ର ଏ ଧରା। ସତ୍ୟ ଯୁଗେ ମାଗ ନାରାୟଣ ନଖ ତଳେ। ଭଗୀରଥୀ କୃପା ବହି ବହିଲୁ ଭୂତଳେ। ତିନି ପଥ ଭେଦ କରି ବହିଲୁ ସ୍ୱର୍ଣ୍ଣଦୀ। ସାରିତ ସମାଜେ ବୋଲାଇଲୁ ଶ୍ରେଷ୍ଠ ନଦୀ। ଜୟ ଜୟ ଜାହ୍ନବୀ ଗୋପତିତ ପାବନୀ। ଜଗତ ଜନନୀ ଜନହିତ ପ୍ରଭାସିନୀ। ସଦା ଯୋଗୀ ଋଷି ମୁନି ନିବାସ ତ କୂଳ। ତ କରୁଣା ଦାନେ ମୁକ୍ତି ହେଲେ ଭାନୁକୂଳ। ନିରଦାନେ ତୀର ବାସୀ ତ ସୁମନସିନୀ। ସର୍ବଗୁଣର ଆଧାର ତୁଗ ସ୍ରୋତସିନୀ। ଜୟ ମାତ ଗଙ୍ଗା ଦେବୀ ଶାନ୍ତନୁଙ୍କ ପତ୍ନୀ। ତେଜିଲୁ ଶାନ୍ତନୁ ହେଲୁ ଗିରିଜାସ ପତ୍ନୀ। ବିହରୁ ହର ଜଟାରେ ହୋଇ ପ୍ରଣୟନୀ। ଭକତ ଜନଙ୍କ ଗତି ମୁକତି ଦାୟିନୀ। ସାଗର ମନ୍ଥନ କାଳେ ଭକ୍ଷିଣ ଜହର। ଅଶେଷ ପ୍ରବାହ ଜ୍ୱାଳା ଭଗୁଥିଲେ ହର। ତେଣୁ ତୁ ଆସିଲୁ ମାତ ତାଙ୍କ ଜଟା ତଳେ। ହାରି ବିଶ୍ୱ ଜ୍ୱାଳା ହର ରହିଲେ ଶୀତଳେ। ଜୟ ବୀର ପ୍ରବାସିନୀ ଗାଙ୍ଗେୟ ପ୍ରସୂତା। ପୁଣ୍ୟ ତୋୟା ଚିରଦ୍ରତା ଜାହ୍ନୁ ଋଷି ସୁତା। ବାରିଧି ସାଙ୍ଗରେ ମିଶୁ ବିହରେ ବିହରି।
ତୋ ନାମ ଜପୁଛି ନିୟମ କଳୁଷ ହରି। ଶ୍ରୀ ବିଷ୍ଣୁ ସ୍ତୁତି। ଜୟ ଜୟ ବିଶ୍ୱମ୍ବର ବୈକୁଣ୍ଠ ବିହାରୀ, ଜୟ ଜୟ ବିଶ୍ୱମ୍ବର ଲକ୍ଷ୍ମୀ ମନହାରୀ, ଜୟ ଜୟ ଜଗତ କର୍ତ୍ତା ଜଳ ଜଲୋଚନ, ଯା ନାମ ରଚନ୍ତି ପଞ୍ଚମୁଖେ ତ୍ରିଲୋଚନ। ତବ ନାଭିମଣ୍ଡଳରୁ ଜାତ ବେଦବର, ନବ ଦୁର୍ବାଦଳ ଶୋଭା ଜିଣେ କଳେବର। ଜୟ ଜୟ ଜନାର୍ଦ୍ଦନ ଦରିଦ୍ର ସମ୍ପତ୍ତି, ବିପଦେ ସ୍ମରିଲେ ପ୍ରଭୁ ଖଣ୍ଡ ତୁ ବିପତ୍ତି। ଘୋର ଅରଣ୍ୟ ମଧ୍ୟରେ ମୃଗୁଣୀ ଚିନ୍ତିଲା, ତା ଡାକ ଶୁଣିଲେ କର୍ଣ୍ଣେ ବିପଦୁ ବର୍ତ୍ତିଲା। ପିତା ଯୋଗେ ପ୍ରହ୍ଲାଦ ପଡ଼ିଲା ବିପଦ, ବଧି ହିରଣ୍ୟାକ୍ଷ ତାରେ ଦେଲ ଇନ୍ଦ୍ର ପଦ। ଗ୍ରହ କବଳରେ ପଡ଼ି ଚିନ୍ତିଲା ବାରଣ, ଚକ୍ର ପେଶୀ ନକ୍ର ଭୟ କଲ ନିବାରଣ। ତ୍ରେତା ଯୁଗେ ପିତା ସତ୍ୟେ ଗଲ ଘୋର ବନେ, ନାରୀ ଛଳେ ଧ୍ୱଂସ ଲଙ୍କା ବଧିଲ ରାବଣେ। ଭକ୍ତି ଭରେ ବିଭୀଷଣ ପଶିଲା ଶରଣ, ଲଙ୍କେ ନୃପ କରି କଲ ଜୀବନ କାରଣ। କୃଷ୍ଣ ଅବତାରେ କଂସ କେଶୀ ବିନାଶିଲ, ଦୃଷ୍ଟ ଦାନବ ସଂହାରି ମହି ଉଶାସିଲ। ଇନ୍ଦ୍ର ଗର୍ବ ଭଗ୍ନ କଲ ତୋଳି ଗୋବର୍ଦ୍ଧନ, ଗୋପେ ରହି କଲ ଗୋପ ଗୌରବ ବର୍ଦ୍ଧନ। ପୁତ୍ର ଦୟ ଛଳେ ଅନ୍ଧ ପାଇଲା ନୟନ, ସଦା ଭକ୍ତେ ଦୟା ରଖିଥାଅ ନାରାୟଣ। ଅଜାମିଳ ପୁତ୍ର ନାମ ଜପି ହେଲା ମୁକ୍ତି, ଦୀନ ସୁଦାମାର ପ୍ରଭୁ ଫେଡ଼ିଲ ଦୁର୍ଗତି। କୁରୁ ସଭା ତଳେ ନେଲେ ପାଞ୍ଚାଳି ଶରଣ, ବସ୍ତ୍ର ଦେଇ ତାଙ୍କ ଲଜ୍ଜା କଲ ନିବାରଣ। ଭକ୍ତି ହିତେ ପାର୍ଥ ରଜେ ସାଜିଲ ସାରଥି, ଭକ୍ତ ପ୍ରେମ ଛନ୍ଦେ ଛନ୍ଦା ରଖିଲ କୀରତି। ଏ ପାପ ଭବ ସାଗରେ ତୁମ୍ଭେ ସିନା ହରି, ତବ ନାମ ଆଶ୍ରା କରି ପାପୀ ଯିବେ ତରି। ପ୍ରଭୁ ଜ୍ୟୋତିମୟ କର ଜୀବନ ପ୍ରଦୋଷ, ଶ୍ରୀଚରଣେ ଆଶ୍ରା ନେଇ କ୍ଷମା ଦୋଷ ଦୋଷ।